ଶ୍ରୋତାବନ୍ଧୁ, ସମୟ ଗତିଶୀଳ ସିନା, ତାର ରୂପ ତାର ଚିତ୍ର କିନ୍ତୁ ଅଭୁଲନୀୟ, ଅବିସ୍ମରଣୀୟ। এই ଅଭୁଲନୀୟ ଅବିସ୍ମରଣୀୟ ସ୍ଥିତିକୁ ସଦା ସର୍ବଦା ସତେଜ ରଖିପାରି ଜଣେ ଶିଳ୍ପୀ, ଜଣେ ସାହିତ୍ୟିକ। ଆଜି ଆମେ ଏମିତି ଜଣେ କଥାକାରଙ୍କୁ ଶୁଣିବା ଯେ ସମୟର ଚିତ୍ରକୁ ଅଙ୍କନ କରିଛନ୍ତି ତାଙ୍କର କ୍ଷୁଦ୍ର ଗଳ୍ପ ପୁସ୍ତକ ମୃତ୍ୟୁର ପାଦଶବ୍ଦ ସଂକଳନରେ। ଡକ୍ଟର ସୁଲେଖା ସାମନ୍ତରାୟ। ଗାଳ୍ପିକା ସୁଲେଖା ସାମନ୍ତରାୟ ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପିକା। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଦକ୍ଷ। ତାଙ୍କର ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା ପିଲାବେଳୁ। ପଞ୍ଚମ ଶ୍ରେଣୀରେ ପଢ଼ିବା ସମୟରୁ ହିଁ ସେ କବିତା ଲେଖା ଆରମ୍ଭ କରିବା ସହିତ ବର୍ତ୍ତମାନ ଅନେକ ଗଳ୍ପ, କବିତା, ପ୍ରବନ୍ଧ, ଅନୁବାଦର ସେ ରଚୟିତ୍ରୀ। ସମକାଳୀନ ଓଡ଼ିଆ ଲେଖିକାମାନଙ୍କଠାରୁ ସେ ଭିନ୍ନ, କାରଣ ସମୟ, ଜୀବନ ଏବଂ ମଣିଷ ଏସବୁକୁ ସେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ତାଙ୍କର ଦୃଷ୍ଟି ଖୁବ୍ ସ୍ୱତନ୍ତ୍ର। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣିବା ଗାଳ୍ପିକା ସୁଲେଖା ସାମନ୍ତରାୟଙ୍କ ମୃତ୍ୟୁର ପାଦଶବ୍ଦ ଗଳ୍ପ ସଂକଳନର ଏକ ସୁନ୍ଦର ଗଳ୍ପ, ସୁଖମୟ ସ୍ୱପ୍ନ। ତେବେ ଗଳ୍ପଟିକୁ ଶୁଣିବା ପୂର୍ବରୁ ମୁଁ ଏତିକି କହିବି, କରୋନା ମହାମାରୀର ଭୟଙ୍କର ଦୁଃସ୍ଥିତିକୁ ସେ ତାଙ୍କ ଆଲୋଚ୍ୟ ଗଳ୍ପ ସଂକଳନ ମୃତ୍ୟୁର ପାଦଶବ୍ଦରେ ଖୁବ୍ ସୁନ୍ଦର ଭାବରେ ସୁରକ୍ଷିତ, ଜୀବନ୍ତ ଏବଂ ଦୃଶ୍ୟାୟିତ କରିଛନ୍ତି। ଆଜି ଆମେ ଶୁଣିବା ଆମ ସମୟର ଜଣେ ବିଶିଷ୍ଟ ଗାଳ୍ପିକା, ପ୍ରଖ୍ୟାତ ସମାଲୋଚକ ନଟବର ସାମନ୍ତରାୟଙ୍କ ସୁକନ୍ୟା ପ୍ରଫେସର ସୁଲେଖା ସାମନ୍ତରାୟଙ୍କର ଚମତ୍କାର କ୍ଷୁଦ୍ର ଗଳ୍ପ, ଯାହାର ଶୀର୍ଷକ ହେଉଛି ସୁଖମୟ ସ୍ୱପ୍ନ। ଗାଳ୍ପିକା ସୁଲେଖା ସାମନ୍ତରାୟ। ନିଦ ଭାଙ୍ଗିବା ବେଳକୁ ଶ୍ରୀଲିପିର ମନ ଓ ହୃଦୟ ଏକ ଅପୂର୍ବ ସୁଖାନୁଭୂତିରେ ଭରି ଯାଇଥିଲା। ଆଃ, କି ସୁନ୍ଦର ଆଉ ଦୀର୍ଘ ସ୍ୱପ୍ନଟିଏ ଦେଖିଲା ସେ ଆଜି ଭୋର ବେଳାରେ। କୁହାଯାଏ ଭୋର ସମୟର ସ୍ୱପ୍ନ ସବୁର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ତାହେଲେ ସତରେ କ'ଣ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାର? କେତେଦିନ ହେଇଗଲାଣି ସତରେ ଶ୍ରୀମନ୍ଦିର ସିଂହଦ୍ୱାର ଭକ୍ତଙ୍କ ଲାଗି ବନ୍ଦ ହୋଇଯିବ? ଏ କରୋନା କ'ଣ ନ କଲା ଏ ପୃଥିବୀରେ? ମନେ ହେଉଛି ସତେ ଯେପରି ଏକ କଳା ବାଦଲ ଢାଙ୍କି ରଖିଛି ଏ ସୁନ୍ଦର ପୃଥିବୀର ସାଧାରଣ ମଣିଷମାନଙ୍କ ଜୀବନକୁ। ପ୍ରତି କ୍ଷେତ୍ରରେ କରୋନା ସଂକ୍ରମଣକୁ ରୋକିବା ଲାଗି ସରକାରୀ ସ୍ତରରେ ଏତେ କଟକଣା ଲାଗୁ କରାଯାଇଛି ଯେ ଖୋଲା ମନରେ ନିଶ୍ୱାସ ନେବା ବି ଅସମ୍ଭବ ହୋଇଗଲାଣି। ମନ ଭିତରେ ତଥାପି ଜୀବନ୍ତ ହୋଇ ରହିଥିଲା ସ୍ୱପ୍ନର ସବୁ ଦୃଶ୍ୟ। ଉଠି ପଡ଼ିଲେ ସେସବୁ ଭୁଲି ହୋଇଯିବ ବୋଲି ଆଶଙ୍କା କରି ଶ୍ରୀଲିପି ଉଠିବାକୁ ବି ଇଚ୍ଛା କରୁନଥିଲା। ହେଲେ ଏତେ ବେଶୀ ସମୟ ଖାଲିଟାରେ କ'ଣ ଖଟରେ ପଡ଼ି ରହି ହୁଏ? ଆଖି ମଳି ଏକ ଅଳସ ଭଙ୍ଗୀରେ ରେଜେଇକୁ ନିଜ ଦେହରୁ ଦୂରକୁ ଫିଙ୍ଗି ଦେଇ ଉଠି ବସିଲା ବେଳେ ଶ୍ରୀଲିପିର କାନରେ ବାଜିଲା ଘର ପଛ ଗଳିରୁ ପରିବା ବିକାଳିର ଡାକ। ଆରେ, କେତେଟା ବାଜିଲାଣି କି? ଏ ପରିବା ବିକାଳି ତ ସବୁଦିନ 7ଟା ପରେ ଆସେ। ମନକୁ ମନ କହି କାନ୍ଥ ଘଣ୍ଟାକୁ ଅନାଇ ତ ଦେଖିଲା 8ଟା ବାଜିବାକୁ ମାତ୍ର 15 ମିନିଟ୍ ବାକି ଅଛି। ହେତ୍, ଆଜି ପୁଣି ଉଠିବାକୁ ଏତେ ଡେରି? ସ୍ୱଗତୋକ୍ତି କଲା ଶ୍ରୀଲିପି ଓ ଧଡ଼ପଡ଼ ହୋଇ ଉଠି ମଶାରୀ ଖୋଲି ସେଜ ଚାଦର ଝାଡ଼ି ବାଥରୁମରେ ପଶିଗଲା। ଦିନ ଥିଲା ଯେତେବେଳେ ସୂର୍ଯ୍ୟୋଦୟର ଢେର ଆଗରୁ ନିଦରୁ ଉଠି ପୃଥିବୀର କ୍ରମଶଃ ଆଲୋକିତ ହେବାର ଦୃଶ୍ୟକୁ ଉପଭୋଗ କରିବା ଏକ ଅଭ୍ୟାସ ଥିଲା ଶ୍ରୀଲିପିର। ଆବଶ୍ୟକତା ମଧ୍ୟ ଥିଲା, କାରଣ ଚାକିରି କରୁଥିବା ସ୍ତ୍ରୀ ଲୋକଟିଏ ପାଇଁ ସକାଳୁ ଘରେ ବହୁ କାମ ଥାଏ ସାରିବାକୁ। ମାତ୍ର ଏବେ ଆଉ ସେଭଳି ତରବରରେ କାମ କରିବା ଜରୁରୀ ନାହିଁ। ଚାକିରିରୁ ଅବସର ନେବା ପରେ ଧୀର ମନ୍ଥର ଗତିରେ କାମ ସବୁ କଲେ ବି କୌଣସି ଅସୁବିଧା ନାହିଁ। ଏବେ ପୁଣି
କରୋନା କଟକଣା ହେତୁ ଘରୁ କେହି କୁଆଡ଼େ ଯିବାର ବି ନାହିଁ। ତେଣୁ କେମିତି କେଜାଣି ଗତ 8 ମାସ ଭିତରେ ଆସ୍ତେ ଆସ୍ତେ ବହୁ ବର୍ଷର ଭଲ ଅଭ୍ୟାସଟି ବଦଳି ଯାଇଥିଲା ଶ୍ରୀଲିପିର। ଅନେକ ଦିନ ଉଠିବାକୁ ଡେରି ହୁଏ। ଯେତେ ଡେରି ହେଲେ ବି ତାକୁ ଉଠାନ୍ତି ନାହିଁ କେହି ଘରେ। ହଠାତ୍ ନିଦରୁ ଉଠିଲେ ତା ଛାତିରେ ଖୁବ୍ ଯନ୍ତ୍ରଣା ଅନୁଭବ ହୁଏ। ସେଥିପାଇଁ ସମସ୍ତେ ସଚେତନ। ଅବଶ୍ୟ ନିଜକୁ ନିଜେ ବିରକ୍ତ ହୁଏ ଶ୍ରୀଲିପି। ସକାଳୁ ଉଠିବାକୁ ଡେରି ହେଲେ ଖରାପ ଅଭ୍ୟାସ ଆରମ୍ଭ ହେଲାଣି ଭାବି ବ୍ୟସ୍ତ ହୁଏ ବି। ହେଲେ ଆଜି କିନ୍ତୁ ସେ ଥିଲା ଭାରି ଖୁସି। ମୁହଁରେ ଓଠରେ ଲାଗି ରହିଥିଲା ହସର ଏକ ଝଲକ। ମନେ ମନେ ସେ ଭାବୁଥିଲା, ଆହା, ସବୁଦିନ ଭଳି ଏ ସୁନ୍ଦର ସ୍ୱପ୍ନ ମୁଁ ଏମିତି ଦେଖନ୍ତି କି? ସକାଳୁ ସକାଳୁ ମନ ପ୍ରଫୁଲ୍ଲ ରହିଲେ ଦିନଟା ବି ଶାନ୍ତିରେ କଟନ୍ତା। ପୁଣି ଭାବୁଥିଲା, ଆହା, ସବୁଦିନ ଏଭଳି ସୁନ୍ଦର ସ୍ୱପ୍ନ ଦେଖନ୍ତି କି? ନିତ୍ୟକର୍ମ ସାରି ଗାଧୋଇ ଠାକୁର ଘରେ ମୁଣ୍ଡିଆ ମାରି ଚା କରିବା ଲାଗି ରୋଷେଇ ଘରକୁ ପଶି ଦେଖେ ତ ସ୍ୱାମୀ ଜୟନ୍ତ ନିଜେ ତାଙ୍କ ଚା କରି ପିଇ ସାରିଲେଣି। ଅବସର ପରେ ଓ ବିଶେଷ କରି ଏ କରୋନା କାଳରେ ଜୟନ୍ତ ସମ୍ପୂର୍ଣ୍ଣ ଭାବରେ ଘରେ ରହୁଥିବାରୁ ଘରର ଅନେକ କାମ କରିବା ଆରମ୍ଭ କରିଛନ୍ତି। ତେଣୁ କରୋନାକୁ ମନେ ମନେ ଧନ୍ୟବାଦ ଦିଏ ଶ୍ରୀଲିପି। ନିଜ ପାଇଁ ଚାହା କରି କପ୍ ହାତରେ ଧରି ଖାଇବା ଟେବୁଲ ପାଖରେ ବସି ପଡ଼ିଲା ସେ। ପାଖ ଚୌକିରେ ବସି ଟିଭିରେ ସମ୍ବାଦ ଦେଖୁଥିବା ଜୟନ୍ତଙ୍କୁ କେମିତି ଶୀଘ୍ର ତା ସ୍ୱପ୍ନ ବିଷୟରେ କହିବ ବୋଲି ମନ ତାର ଅଥୟ ହେଉଥିଲା। ତୁମେ ଆଉଥରେ ଚା ପିଇଥାନ୍ତ କି? କଥାର ଉପକ୍ରମ ଭାବେ ଅଯଥା ପ୍ରଶ୍ନଟିଏ ପଚାରିଲା ସେ। କାରଣ ସେ ଭଲ କରି ଜାଣେ ଜୟନ୍ତ ସକାଳେ କେବଳ କପେ ଚାହା ପିଅନ୍ତି। ଏବେ ସମ୍ବାଦ ଦେଖା ସରିଲେ ସେ ଚାଲିଯିବେ ଛାତ ଉପରକୁ। ସେଠି ଶୀତଦିନିଆ ଖରା ପଇବା ଭିତରେ କିଛି କୁଣ୍ଡରେ ଗଛ ଲଗେଇବେ, ପାଣି ଦେବେ, ତାପରେ ଆସି ଗାଧୋଇ ଠାକୁର ପୂଜା କରିବେ। କରୋନା ପାଇଁ କାମବାଲି ଆସିବା ବନ୍ଦ ହେତୁ ଘର ଭିତରେ ଅନେକ କାମ ବଢ଼ିଯାଇଛି ଶ୍ରୀଲିପିର। ଠାକୁର ଘରେ ଥିବା ବିଭିନ୍ନ ଠାକୁରଙ୍କ ଫଟୋକୁ ପୂଜା କରିବା ଡେରି ହୁଏ ବୋଲି ଦୈନନ୍ଦିନ ଠାକୁର ପୂଜା କାମ ସେ ଲଦି ଦେଇଛି ସ୍ୱାମୀଙ୍କ ଉପରେ। ପର୍ବପର୍ବାଣୀ ଦିନକୁ ଛାଡ଼ିଦେଲେ ଅନ୍ୟ ଦିନ ସବୁ ଶ୍ରୀଲିପି ସକାଳ ବେଳା କେବଳ ମୁଣ୍ଡିଆଟିଏ ମାରି ନିଜ ପୂଜା କାମ ସାରିଦିଏ। ମନ ତାର ଉଦ୍ବେଳିତ ହେଉଥିଲା ସ୍ୱପ୍ନ ବିଷୟରେ ବିସ୍ତୃତ ବିବରଣୀ ଦେବାକୁ। ଜୟନ୍ତ ଟେବୁଲ ପାଖରୁ ଯିବା ଆଗରୁ କଥାଟା କହିଦେବା ଦରକାର। ଜାଣିଛ, ଆଜି ଭୋରୁ ଜଗନ୍ନାଥଙ୍କୁ ସ୍ୱପ୍ନରେ ଦେଖିଲି। ଏତେ ଲମ୍ବା ସ୍ୱପ୍ନ, ବହୁତ ଭଲ ଲାଗିଲା। ଖୁସିରେ ଉଛୁଳି ଉଠି କହିଲା ଶ୍ରୀଲିପି। ଜୟନ୍ତ ଶୁଣିଲେ କିଛି କହିଲେ ନାହିଁ, ଖାଲି ମୁରୁକି ହସିଦେଲେ। କାରଣ ଏମିତି ଅନେକ ଥର ଶ୍ରୀଲିପି ବିଭିନ୍ନ ଠାକୁରଙ୍କୁ ସ୍ୱପ୍ନରେ ଦେଖେ ବୋଲି କୁହେ। ଜୟନ୍ତ ବୋଧେ ସେସବୁ ସତ ବୋଲି ଭାବନ୍ତି ନାହିଁ। ସେଥିପାଇଁ ଯେବେ ବି ଶ୍ରୀଲିପି ସ୍ୱପ୍ନରେ ବିଭିନ୍ନ ଠାକୁରଙ୍କୁ ଦେଖୁଥିବା କଥା କୁହେ, ତାହା ଜୟନ୍ତ ଶୁଣନ୍ତି ନାହିଁ। ସ୍ୱପ୍ନରେ ଦେଖିଲି ମୁଁ ପୁରୀ ଯାଇ ଲମ୍ବା ଧାଡ଼ିରେ ଠିଆ ହୋଇଛି। କେତେ ସମୟ ପରେ ମନ୍ଦିର ଭିତରକୁ ଯାଉଛି। ମନ୍ଦିର ସାରା ଲୋକ ଭର୍ତ୍ତି। ହେଲେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା କେବଳ ରତ୍ନସିଂହାସନରେ ବସିନାହାନ୍ତି, ଅଛନ୍ତି ମନ୍ଦିରର ଚାରିପଟେ। ଆଗ ଦେଖିଲି ତ୍ରିମୂର୍ତ୍ତିଙ୍କୁ ଶ୍ରୀଲକ୍ଷ୍ମୀ ମନ୍ଦିର ପାଖରେ। ଲକ୍ଷ୍ମୀ ମନ୍ଦିରର ଡାହାଣ ପଟେ ଯେଉଁଠି ଶ୍ରଦ୍ଧାଳୁ ଭକ୍ତମାନେ ବସି ପଦ୍ମଫୁଲର ଚିତା ଆଙ୍କନ୍ତି, ସେଇଠି। ତାପରେ ପୁଣି ଦେଖିଲି ସେହି ତ୍ରିମୂର୍ତ୍ତିଙ୍କୁ ମନ୍ଦିରର ସାମ୍ନା ପଟେ 22 ପାହାଚ ଉପରେ, ସବୁଠାରୁ ଶେଷ ପାହାଚ ଉପରେ। ଆଖିରେ ଚମକ ଖେଳେଇ ସ୍ୱପ୍ନ କଥା ବର୍ଣ୍ଣନା କରିବାକୁ ଆରମ୍ଭ କରିଦେଲା ଶ୍ରୀଲିପି। ଠାକୁରଙ୍କୁ ନେଇ ବି ଗପ କରିବା ଆରମ୍ଭ କଲଣି ତୁମେ? ଧନ୍ୟ କହିବ ତୁମକୁ, ଟିକେ ତାଚ୍ଛଲ୍ୟ ଭରା କଣ୍ଠରେ ମନ୍ତବ୍ୟ ଦେଲେ ଜୟନ୍ତ। ଆରେ ଗପ ନୁହେଁ ମ, ସତ କହୁଛି। ସତ ମାନେ ସ୍ୱପ୍ନରେ ଯେଉଁ କଥା ଦେଖିଲି ତାହା କହୁଛି। ସତରେ ଆଜି ସକାଳେ ଏମିତି ସ୍ୱପ୍ନଟି ଦେଖିଛି ମୁଁ। ଆଖି ବଡ଼ ବଡ଼ କରି ଶ୍ରୀଲିପି ଅନେଇ ରହିଲା ନିଜ ସ୍ୱାମୀଙ୍କୁ। ଭାବୁଥିଲା ତା ସ୍ୱପ୍ନକୁ ଅବିଶ୍ୱାସ କରୁନାହାନ୍ତି ତ ସେ। ସତରେ ଦେଖିଲ ଜଗନ୍ନାଥଙ୍କୁ ସ୍ୱପ୍ନରେ? ଆଉ କ'ଣ ସବୁ ଦେଖିଲ କୁହ ତ? ଥଟ୍ଟା ମଜା କଲା ଭଳି ପଚାରିଲେ ଜୟନ୍ତ। ବହୁତ ବଡ଼ ସ୍ୱପ୍ନ, ବହୁତ ବଡ଼ ସ୍ୱପ୍ନ। କୁହନ୍ତି ଯେ, ହେଲେ ତୁମେ ତ ମୋ କଥାକୁ ସତ ଭାବୁନାହଁ। କହିବି କାହିଁକି? ମୁହଁ ଫୁଲେଇ ଅଭିମାନରେ ଉତ୍ତର ଦେଲା ପ୍ରଶ୍ନ ଛଳରେ ଶ୍ରୀଲିପି। ଜୟନ୍ତ ଆଉ କିଛି ମନ୍ତବ୍ୟ ନ ଦେଇ ଚୁପଚାପ ଟିଭି ଦେଖିବାରେ ମଗ୍ନ ରହିଲେ।
କିଛି କ୍ଷଣ ଚୁପ୍ ମଧ୍ୟ ରହିଲା ଶ୍ରୀଲିପି। ହେଲେ ସ୍ୱପ୍ନ କଥା ସବୁ ନ କହିପାରିବାରୁ ମନଟା ତାର ଛଟପଟ ହେଉଥାଏ। ସ୍ୱାମୀଙ୍କ ବିଦ୍ରୂପକୁ ଭ୍ରୂକ୍ଷେପ ନ କରି ସେ ପୁଣି କହିବା ଆରମ୍ଭ କଲା। ସବୁଠାରୁ ଆଶ୍ଚର୍ଯ୍ୟ କଥା କ'ଣ ଦେଖିଲି କହିବି? ଏତେ ଲୋକ ଗହଳି ଭିତରେ ଜଣେ ଭକ୍ତ ବାବାଜୀ ବେଶରେ ବାଘ ଛାଲ ପିନ୍ଧି ଜଗନ୍ନାଥଙ୍କ ଆଗରେ ଠିଆ ହୋଇଥିଲା। ସତ ସତିକା ବାଘ ଛାଲ। ତାକୁ ସେ ମନ୍ଦିରରେ ପଣ୍ଡାମାନେ ଭାରି ମାନ୍ୟ କରୁଥାନ୍ତି। ସେ ଲୋକଟି ଦିଶୁଥାଏ ପୁରା ଶିବଙ୍କ ପରି। ଜୋରରେ ହସି ପକେଇ ଟେବୁଲ ପାଖରୁ ଉଠି ଚାଲିଗଲେ ଜୟନ୍ତ। ଶ୍ରୀଲିପିର ମନଟା ଉତୁରି ଆସୁଥିବା କ୍ଷୀରରେ ପାଣି ପକେଇ ଦେବା ଭଳି ଅବସ୍ଥାରେ ପହଞ୍ଚିଗଲା। ଆଖି ଦୁଇଟି ଛଳଛଳ ହୋଇଗଲା ତାର। ସେ ଦେଖିଥିବା ଏତେ ଜୀବନ୍ତ ସ୍ୱପ୍ନକୁ କାଣିଚାଏ ବି ବିଶ୍ୱାସ କଲେ ନାହିଁ ଜୟନ୍ତ। କାହିଁକି ସେ ଭାବୁଛନ୍ତି ଯେ ଏସବୁ ଶ୍ରୀଲିପିର ମନଗଢ଼ା କଥା ବୋଲି? ଏମିତିରେ ଜୟନ୍ତ ଟିକିଏ ଅବିଶ୍ୱାସୀ ପ୍ରକୃତିର। ସହଜରେ କାହା କଥାକୁ ବିଶେଷ କରି ଶ୍ରୀଲିପିର କୌଣସି କଥାକୁ ଗ୍ରହଣ ନ କରିବା ତାଙ୍କର ଅଭ୍ୟାସ। ହଁ ମ ନ କରନ୍ତୁ, ମନେ ମନେ ଶ୍ରୀଲିପି ଭାବୁଥିଲା। ଯେ କେହି ବି ଅବିଶ୍ୱାସ କରିବ ଏ କଥା ଶୁଣିଲେ। ହେଲେ ତା ସ୍ୱପ୍ନ ତ ତା ନିଜର ନା, ଅତି ଆପଣାର ଏକ ମଧୁର ଅନୁଭବ। ଅନ୍ୟ କେହି ତାହା ଗ୍ରହଣ କରୁ ଅବା ନ କରୁ ସେଥିରେ ତାର ଜାୟଜ କ'ଣ? ସ୍ୱପ୍ନର ବାସ୍ତବତା ଯେ ସବୁବେଳେ ସ୍ୱପ୍ନରେ ସୀମିତ ସେ କଥା ସେ ଭାବେ ନାହିଁ। ତା ପାଇଁ ପ୍ରତି ସ୍ୱପ୍ନରେ ଏକ ନିଗୂଢ଼ ଅର୍ଥ ଅଛି। ଏ କଥା ବି ସେ ଜାଣେ ଯେ ଅଧିକାଂଶ ସମୟରେ ତା ସ୍ୱପ୍ନରେ ଏକ ବିଶେଷ ମହତ୍ତ୍ୱ ଥାଏ। ଏମିତି କିଛି ଘଟଣା ସେ ସ୍ୱପ୍ନରେ ଦେଖିଥାଏ ଯାହା ପରେ ପରେ ସତ୍ୟ ଘଟଣା ହୋଇଯାଏ। ହୋଇପାରେ ଏହା ଭଗବାନଙ୍କର ତା ପ୍ରତି ଏକ ବିଶେଷ କରୁଣା, ଯେଉଁ କରୁଣା ବଳରେ ସ୍ୱପ୍ନରେ ସେ ଦେଖିପାରେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ଆଭାସ ଚିତ୍ର। ଆଉ ଏ ତ ଏକ ଅକଳ୍ପନୀୟ ମନମୁଗ୍ଧକାରୀ ସ୍ୱପ୍ନ ଯାହାକୁ କେବଳ ଭାଗ୍ୟରେ ଥିଲେ ହିଁ ଦେଖିହେବ। କରୋନା କଟକଣା ହେତୁ ଦୀର୍ଘ 8 ମାସ ହେଲାଣି ପୁରୀ ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ଥିବା ବେଳେ ଯଦି ସ୍ୱୟଂ ଜଗନ୍ନାଥ ଆସି ତାକୁ ସ୍ୱପ୍ନରେ ଦର୍ଶନ ଦେଲେ ତାହାଠାରୁ ଆଉ ଅଧିକ ତୃପ୍ତିର କଥା କ'ଣ ହେଇପାରେ? କେତେ ବିସ୍ମୟକର ଥିଲା ସତରେ ଆଜି ଭୋର ବେଳାରେ ସ୍ୱପ୍ନ। ଶ୍ରୀମନ୍ଦିର ବେଢ଼ା ଭକ୍ତଙ୍କ ଗହଳିରେ ଭାଙ୍ଗି ପଡ଼ୁଥିଲେ ବି ତାହାରି ଭିତରେ ବେଶ ଆରାମରେ ବୁଲୁଥିଲା ସେ ନିଜେ। ସମ୍ପୂର୍ଣ୍ଣ ପରିବେଶ ଦିଶୁଥିଲା ଅତୀବ ସୁନ୍ଦର ଓ ସୁଗନ୍ଧ ଭରା ଏକ ଦିବ୍ୟସ୍ଥଳୀ। ଆଉ ସେ ବାଘ ଛାଲ ପିନ୍ଧିଥିବା ଭକ୍ତଙ୍କ ମୁହଁ ତ ଏଯାଏଁ ସ୍ପଷ୍ଟ ମନେ ଅଛି ତାର। ଆଗକୁ ଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହେବାକୁ ଯାଉଛି। ସେଥିପାଇଁ ବୋଧହୁଏ ଏଭଳି ସ୍ୱପ୍ନ ଦେଖେଇଲେ ସେ। ଶିବଙ୍କ ପରି ଦିଶୁଥିବା ତ୍ରିଶୂଳଧାରୀ ସେ ଭକ୍ତ ଜଣକ ଜଗନ୍ନାଥଙ୍କର ନାଗା ବେଶରେ ଅନ୍ୟ ଏକ ରୂପ ମାତ୍ର ବୋଲି ମନେ ହେଲା ଶ୍ରୀଲିପିକୁ। କେତେ କରୁଣାମୟ ପ୍ରଭୁ ଜଗନ୍ନାଥ ତୁମେ! ମୋ ଆକୁଳତାକୁ ବୁଝିପାରି ଶେଷରେ ଚାଲି ଆସିଲ ନା ମୋ ପାଖକୁ ସ୍ୱପ୍ନରେ। ଏମିତି କୃପା କରୁଥାଅ ହେ କାଳିଆ ଠାକୁର ଏ ଅଧମକୁ। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏତକ କହି ଶୂନ୍ୟରେ ଉପରକୁ ହାତ ଟେକି ପ୍ରଣିପାତ କଲା ଶ୍ରୀଲିପି। ଏତେ ଚମତ୍କାର କ୍ଷୁଦ୍ର ଗଳ୍ପ କ୍ଷଣିକ ଭିତରେ ମନକୁ ସମ୍ପୂର୍ଣ୍ଣ ରୂପେ ଜଗନ୍ନାଥମୟ କରିଦେଲା। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ବିଶିଷ୍ଟ ଗାଳ୍ପିକା ସୁଲେଖା ସାମନ୍ତରାୟଙ୍କର ମୃତ୍ୟୁର ପାଦଶବ୍ଦ କ୍ଷୁଦ୍ର ଗଳ୍ପ ସଂକଳନସ୍ଥ ଏକ ହୃଦୟସ୍ପର୍ଶୀ କ୍ଷୁଦ୍ର ଗଳ୍ପ, ଯାହାର ଶୀର୍ଷକ ଥିଲା ସୁଖମୟ ସ୍ୱପ୍ନ। ଜୀବନବାଦୀ ଗାଳ୍ପିକା ସୁଲେଖା ସାମନ୍ତରାୟଙ୍କର ଆଜିର ଏହି ଗଳ୍ପଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।